এটা ଗୋଚର ଜମିରେ ନିର୍ମାଣ ହେଇଥିଲା, ଯାହା ଉପରେ ଗୋଟେ ଅବରୋଧ କେସ୍ ହେଇଥିଲା ଏବଂ ଏଇଟା ସବ୍ କଲେକ୍ଟରଙ୍କ ପାଖରେ ଅପିଲ କେସ୍ ପେଣ୍ଡିଂ ଥିଲା। ଅପିଲ କେସ୍ ଖାରଜ ହେଲା ପରେ ଆଜି ନୋଟିସ୍ ହେଇକରି ଗୋଟା ଭଙ୍ଗା ହେଉଛି। किसम थिला जमीर किसम ଗୋଚର ଥିଲା, ଗୋଟା ଅବଜେକ୍ସନେବଲ ଲ୍ୟାଣ୍ଡ सर केते जगह थिला 6 डिस्ट्रिक्ट 6 डिस्ट्रिक्ट जगह निर्माण कोठा थिला से कोन हेतिला को कार्य लागला ଲେଖା ହେଇଥିଲା କୁମାରପୁର ଯୁବ ଗୋଷ୍ଠୀ କେନ୍ଦ୍ର। ଆଠଗଡ଼ରେ ବିଭିନ୍ନ ଜାଗାରେ ଲୋକ ରଖୁଛନ୍ତି କବ୍ଜାରେ ଟିକଟ କରାଯାଏ ଭଙ୍ଗା ଯାଉଛି, ବିଭିନ୍ନ ସମୟରେ ଅବରୋଧ କେସ୍ କରାହେଉଛି ଏବଂ ତାକୁ ପର୍ଯ୍ୟାୟକ୍ରମେ ଅବରୋଧ ମୁକ୍ତ କରାହେଉଛି। सर केतेबेଳୁ ଆରମ୍ଭ ହେଲାଣି କେତେ ଜଣ ନିୟୋଜିତ ଏଟା 10ଟା ବେଳେ ଆରମ୍ଭ ହେଇଛି। 4 ପ୍ଲାଟୁନ୍ ପୋଲିସ ଫୋର୍ସ ଏଥିରେ ନିୟୋଜିତ ଅଛନ୍ତି। ଏପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ଭାବରେ ସବୁ କାମ ମାଜିଷ୍ଟ୍ରେଟ ଜଣେ ଅଛି। ଯୁବ ଗୋଷ୍ଠୀ ପୁଣି କବ୍ଜା, ଯୁବ ଗୋଷ୍ଠୀ ନାଁରେ ଏବେ ବି ଲେଖା ହେଇଛି, ଦେଖୁନାହାନ୍ତି ଯୁବ ଗୋଷ୍ଠୀ ତାହା କବ୍ଜାର ନଥିଲା ଏବଂ ଯୁବ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ହିସାବରେ ରଞ୍ଜନ ଆଚାର୍ଯ୍ୟଙ୍କ ନାଁରେ ଅବରୋଧ କେସ୍ ହେଇଥିଲା ଏବଂ ତାକୁ ଅବରୋଧ ମୁକ୍ତ ଆଜି କରାଯାଉଛି। ସରକାରଙ୍କ ଯୋଉ ତହବିଲ ଅଛି ସେ ଅର୍ଥରେ ହେଇଥିଲା ନା ବ୍ୟକ୍ତିଗତ ଅର୍ଥରେ ସାର୍ ନିର୍ମାଣ ହେଇଥିଲା? ଏଇଟା ସରକାରୀ ତହବିଲ କଥା ଆମ କତିରେ ନାହିଁ ଖବର, କାରଣ ଯେହେତୁ ଏଇଟା ଗୋଚର ଲ୍ୟାଣ୍ଡ ଏବଂ ତହସିଲ ଅନୁମତି ନଥିଲା, ତେଣୁ ଏହା ନିର୍ମାଣ ବିଷୟରେ ମୁଁ କିଛି କହିପାରିବି। सर युवक संघ रेजिस्ट्रेशन नथिला कि ଯୁବକ ସଂଘ ରେଜିଷ୍ଟ୍ରେସନ तहसीलदार आठगड़र चिठी अनुसार आम पुलिस डेभलपमेंट होती गोटे जगार एभिक्शन होती घर एभिक्शन होती से पुलिस तरफ आम 4 प्लाटून फोर्स और सफिशिएंट ऑफिसर नियोजित करूँ लॉ एंड आखिर रखी जोटा आम नियोजित कर 4 प्लाटून फोर्स ऑफिसर 10 जन आम होमगार्ड आम ये जो एभिक्शन तहसीलदार चिठी अनुसार आम एभिक्शन आम लॉ एंड ऑर्डर मेंटेन कर से विषय तहसीलदार चिठी खाली कले तो आम पुलिस अरेंजमेंट करने आम से अनुसार आसू से विषय तहसीलदार पचारे डिटेल आपको कहीपर से आम प्रिपेयर कर पुलिस अरेंजमेंट करूँ।